ଆଜି ଥିଲା ମା ଲକ୍ଷ୍ମୀଙ୍କର ସୁଦଶା ବ୍ରତ। ରୋଷେଇ ସକାଳୁ ଉଠି କାମଧନ୍ଦା ସାରିକି ସବୁ ପୂଜା କାମ ସାରିଲା ବେଳକୁ ବହୁତ ଡେରି। ମୁଁ ବି ନଥିଲି, ପୁରୀ ଯାଇଥିଲି, କାଲି ରାତିରେ ଆସିକି ପହଞ୍ଚିଲି, କିଛି କାମ ସାରି ନଥିଲି। ଆସିକି ସକାଳୁ ଭାବିଲି, ସମସ୍ତେ କହିଲେ ମନ୍ଦିରରେ ପୂଜା କରିଦେବା। ମନ୍ଦିରରେ ସିନା ପୂଜା କରିଦେବି, ଘରେ ଯେଉଁ ଠାକୁର ଅଛନ୍ତି ସୁଦଶା ବ୍ରତରେ ପୂଜା ହୁଅନ୍ତି ସିଏ କେମିତି ଅପୂଜା ରହିବେ। ତେଣୁ ପୂଜା ଆଉ ମନ୍ଦିରକୁ ନ ଯାଇ ସକାଳୁ ଉଠି ଘର ଫର ଧୁଆ ପୋଛା କରି ମୋତେ ଆଉ ରାତିରେ ନିଦ ନାହିଁ। ମୋତେ 2ଟା 2:30 ବେଳୁ ମୋ ନିଦ ଭାଙ୍ଗିଗଲାଣି। ଉଠିକି ଘର ପଛ ଧୁଆ ପୋଛା କରି ମୋର ଟିକେ ଚିରାଚରିତ ଟିକେ ଚିତା ପକାଇ ଦେଇ ଲକ୍ଷ୍ମୀପାଦ ଟିକେ ଇଏରେ ଅଳିତାରେ ସେ ଅଭିରରେ ଗାଧେଇ ପାଧେଇକିରି ସବୁ ଆସିଗଲି। ଟିକେ ଆମ ସ୍ତ୍ରୀ ଲୋକମାନଙ୍କର ଅଳିତା ପିନ୍ଧା ଟିକେ ଆଗ ଓଷା ବାରରେ ଅଳିତା ହେରିକା ଟିକେ ପିନ୍ଧି ଦେଇ ଘର ଫର ଧୁଆ ପୋଛା ହେଇଥିଲା। ଆଗ ଗଲି ଭାରି ଟିକେ ଚିତା ପକାଇ ଦେବାକୁ। ଚାରିଆଡ଼େ ଟିକେ ଚିତା ପତା ପକାଇ ଦେଇକିରି ପଳେଇ ଆସିଲି। ଚିତା ପକାଇ ଦେଇ ଘର ଦ୍ୱାର ଟିକେ ସବୁ ସଫା ସୁତୁରା ସବୁଆଡ଼େ ଟିକେ ଚିତା ପକାଇ ଦେଲି। ଲକ୍ଷ୍ମୀଙ୍କ ପାଦ ମାଣ ଯେଉଁଠି ବସିବେ ଠାକୁର, ଆମର ପୁରା ମାଣବସା ଭଳିଆ ଠାକୁର ଅଛନ୍ତି। ଧୁଆ ଧୋଇ ସବୁ ସେଇ ଦିନ ହୁଏ। ଯେମିତି ମାଣ ବସନ୍ତି ଠାକୁର ବସନ୍ତି ସେମିତି ପୁରା ସବୁ ସଜଡ଼ା ସଜଡ଼ି ହୁଏ। ସବୁଆଡ଼େ ଚିତା ପକାଇ ଗଲି ଭାରି ଟିକେ ଦାଣ୍ଡରେ ଯାଇ ଟିକେ ଲକ୍ଷ୍ମୀ ମା'ଙ୍କୁ ଟିକେ ଆବାହନ କରିଦେଇକି ଆସିଲି। ଲକ୍ଷ୍ମୀ ମା'ଙ୍କୁ ଆବାହନ କରିଦେଇ କଣ୍ଢେଇକି ଗାଧେଇଲି। ତା'ର ସ୍କୁଲ ଯିବ, ପୁଣି ଲୁଗାପଟା ବଦଳି କଣ୍ଢେଇକି ଗାଧେଇ ପାଧେଇ ଦେଇ ତାକୁ ଟ୍ୟୁସନ୍ ବିଦା କରିଦେଲି। ତାକୁ ଟ୍ୟୁସନ୍ ନ ବିଦା କଲେ ମୋତେ ଭାରି ହଇରାଣ କରିବ ସିଏ। ତାକୁ ଟ୍ୟୁସନ୍ ପଠାଇଦେଲି। ଟ୍ୟୁସନ୍ ପଠାଇ ଦେଇକିରି ଆସିଲି। ପିଠାଟା ତାପରେ ଲାଗିଲି ଠାକୁର କାମରେ। ଆଉ ତ ଠାକୁର ଘରର ଭିଡ଼ିଓଟା କିଛି କରିପାରିଲି ନାହିଁ, ସେଗୁଡ଼ା ସବୁ ହୁଏନି ଆମର। ଠାକୁର ଘର ବସି ସାରିଲା ପରେ ମାଣ ଆଉ ତା ଭିତରକୁ ଆଉ କିଛି ସେରା ସବୁ ବାହାରକୁ ଆଉ କିଛି ଆସେନି, ସେସବୁ ଘର ଭିତରେ ରୁହେ। ତେଣୁ ସବୁ ସାରିକିରି ପୁଣି ଯେଉଁ ବଳିଥିଲା ଯାହା ଯାହା ପିଠା କରିଥିଲି, ଏମିତିଆ ଛଣା ମଣ୍ଡା କରିଥିଲି, ଏମିତି ଜନ୍ତିକିରି ଛଣା ମଣ୍ଡା ପାଣି ଚାଉଳ ଜନ୍ତିକିରି ପାଣିରେ ଛାଣିକିରି ଏମିତି କରିଥିଲି। ତାପରେ ଖିରିସା ପାଣି ଯେଉଁ ପାଣିଟାରେ ଛଣା ହୁଏ ସେଇ ପାଣିରେ ଖିରିସା ପାଣି ଭୋଗ ପାଇଁ କରିଥିଲି। ଭୋଗ ଅଲଗା ହେଇଥିଲା, ୟାକୁ ପଛରେ ଖାଇବା ପାଇଁ କଲି। ସବୁ କାମ ସାରି ଠାକୁର ଘର କାମ ସାରିକି ଆସିକି ରୋଷେଇ ଆରମ୍ଭ କରିଦେଲି। ମୁଁ ସିନା ଭାତ ଖାଇବିନି, ଏମାନେ ଅଛନ୍ତି, ଇଏ ଖାଇବେ। ଝିଅ କଣ୍ଢେଇ ଅଛି, ଭଉଣୀ ଝିଅ ଅଛି, ମୋ ଝିଅ ଅଛି, ତାଙ୍କ ପାଇଁ ଅରୁଆ ଭାତ, ଡାଲମା, କୋବି ତରକାରୀ, ପୋଟଳ ଆଳୁ ଭଜା, ଆଳୁ ବାଦାମ ଚକଟା, ଆକୁ ସବୁ ଦେଇଦେଲି ତାଙ୍କୁ ଖାଇବାକୁ। ଏତକ ସବୁ ବଳିଥିଲା, ଜନ୍ତା ଟିକେ ବଳିଥିଲା। ଗୁଡ଼ ପୁର ଛୁଆ ଖାଇବେନି, ତାଙ୍କ ପାଇଁ ଟିକେ ଚିନି ପୁର କଲି। ନଡ଼ିଆ ଟିକେ କୋରିକିରି, ଛେନା ପଡ଼ିଥିଲା ଗୁଡ଼ ପରରେ, ସେମାନେ ଖାଇବେନି। ଏମିତି ପାଣି ଦିହରେ ଏମିତି ପିଠା ଯେଉଁ ପାଣିରେ ମୁଁ ଜନ୍ତେ ସେମିତି ଜନ୍ତିକିରି ଏମିତି ପାଣିରେ ଛାଣିଦେବେ। ଏମିତି ଛାଣି ଦେଇକିରି କରିଦେଲେ ଭାରି ବଢ଼ିଆ ପିଠା ଲାଗିବ। ନରମ ନରମ ହେବ ଯେ ପୁରା ନରମ। ଏତେ ଲମ୍ବା ପିଠାଟା ପକାଇ ଦେଇଥିଲି ଯେ ପିଠା ଖଡ଼ିକାଟା ବାଜିଗଲା, ଫିଟିଗଲାରୁ କେମିତି ହେଇଯାଇଛି ସିଏ। ଏ ଲମ୍ବା ପିଠା ଗୁଡ଼ା ଟିକେ ପତଳା ହୁଏ ନା ମୋର, ସେ ପତଳାରେ ଛାଡ଼ିଯାଏ। ସେ ଯେଉଁ ପାଣିଟା ବଳିଥିଲା ସେଥିରେ ପେଡ଼ା ଥିଲା, ସେ ପେଡ଼ାକୁ ପକାଇକିରି ଅମୁଲ, ପେଡ଼ା, କାଜୁ, ସବୁ ଘିଅ, ଗୁଜୁରାତି ହେରିକା ପକାଇ ତାକୁ ଟିକେ ଖିରିସା ପାଣି ଟିକେ କରିଦେଲି, ଯେମିତି ଭୋଗ ପାଇଁ ତିଆରି। ଭୋଗରେ ତ ପେଡ଼ା ପଡ଼େନି, ସେଥିରେ ଗୁଡ଼ ପଡ଼ିକିରି ହୁଏ। ଆଉ ଏକୁ ବାହାରେ ଖାଇବା ପାଇଁକା, ଛୁଆ ଖାଇବା ପାଇଁକା ଏଗୁଡ଼ାକ ସବୁ କରିଦେଇଛି। ପେଡ଼ା ଟିକେ ଭାଙ୍ଗି ଭାଙ୍ଗି ତା ଦେହରେ ପକାଇଦେଲେ ଭାରି ବଢ଼ିଆ ଲାଗେ। ଏଇ ଖିରିସା ପାଣି ମୋତେ ଭଲ ଲାଗେ, ଛୁଆ ବି ଖାଆନ୍ତି ସମସ୍ତେ, ଭଲ ଲାଗେ ସମସ୍ତଙ୍କୁ। ଖିରିସା ପାଣିଟା କରିଦେଲି, ସମସ୍ତେ ଖାଆନ୍ତୁ। ଜୟ ଜଗନ୍ନାଥ।